पहाड़ू मिला दुई मृतदेह बालेश्वर जिला औपदा थाना जातपदा निकट देवगिरी पहाड़ उपरे दुई जनकर गलित मृतदेह उद्धार होती खुंटिया माझी और पत्नी पार्वती मुर्मू उभय गत मंगलवार ठारू घर निखोज थे तेणु खुंटिया माझी झील बंधुबांधव को पचारि किछि कहिपारि नथिले। तेबे जातपदा गाँव किछि लोके पहाड़ उपरकू छेली चराइबाकू आसिथिबा बेले दुई जनकर शव पड़िथिबा देखिबाकू पाइथिले। कौन पई एमिति घटिला केही किछि कहि पारु नाहंती। खुंटिया माझी गत 2 मास पूर्व पार्वती को द्वितीय विवाह करथिले। तेबे तांको निकटरे एक बोतल शार्ट एवं ताटिया पड़िछि। पाख गाँ लोके हत्या करा जाई फिंगा जाइथिबा अनुमान करुछंती संदेह करुछंती। पुलिस घटनास्थल रे पहुंची नथिबा जणा पड़िछि। ଆମ ସ୍ୱର ପ୍ରତିନିଧି ନିରଞ୍ଜନ ବେହେରା ଅଧିକ ସୂଚନା ପାଇଁ ଆମ ସହିତ ଯୋଡୁଛନ୍ତି ଫୋନ ଲାଇନରେ। ନିରଞ୍ଜନ ଜାଣିବା ପାଇଁ ଚାହିଁବି ଯେ ଏ ଦୁଇ ଜଣଙ୍କର ମୃତଦେହ ମିଳିବା ପରେ ଏ ପର୍ଯ୍ୟନ୍ତ ପୋଲିସ ପହଞ୍ଚିଲାଣି କି ତଦନ୍ତ ଆରମ୍ଭ କଲାଣି କି ମୃତ୍ୟୁ ପଛରେ କାରଣ କଣ? ନିହାତି ଭାବେ ରଶ୍ମି ରଞ୍ଜନ ଆପଣ ଜାଣିଥାନ୍ତୁ ଇଏ ଯୋଉ ଘଟଣାଟି ଘଟିଛି ଇଏ ହଉଛି ଔପଦା ଥାନା ଯୋଉ ଦେବଗିରି ପାହାଡର ଉପରେ ସେଇ ଜାଗାରେ ହିଁ ତାଙ୍କ ଦୁଇ ଜଣଙ୍କର ଯୋଉ ଦମ୍ପତିଙ୍କର ମୃତଦେହ ବର୍ତ୍ତମାନ ଠାବ ହୋଇଛି। ତେବେ ସେ ଯେହେତୁ ପାହାଡର ପାଦଦେଶ ମାନେ 16 ଅଧୀନରେ ଯାଉଛି ଏବଂ ଯେ ପାହାଡର ଉପରେ ଯେହେତୁ ଫରେଷ୍ଟ ଲୋକେସନ ଏରିଆ ସେଠି ସେ ଜାଗାରେ ଔପଦା ଥାନା ହେଇଥିବା ହେତୁ ବର୍ତ୍ତମାନ ପୁଲିସ ସେ ଜାଗାରେ ପହଞ୍ଚି ପାରିନାହିଁ। ତେବେ ଏ ଦୁଇ ଜଣ ଯୋଉ ଆପଣଙ୍କର ଯୋଉଛନ୍ତି ଯୋଉ ଖୋଟିଆ ମାଝୀ ତା ସହିତ ଯୋଉ ତାଙ୍କର ପତ୍ନୀ ଯେ ପାର୍ବତୀ ମୁର୍ମୁ ଗତ ମଙ୍ଗଳବାର ଠାରୁ ନିଖୋଜ ଥିଲେ। ତେବେ ତାଙ୍କର ଯୋଉ ଖୁଣ୍ଟିଆ ମାଝୀ ତାଙ୍କ ଝିଅ ସମସ୍ତଙ୍କୁ ଫୋନ ଯୋଗାଯୋଗ କରିଥିଲେ ତାଙ୍କ ବନ୍ଧୁବାନ୍ଧବଙ୍କୁ କୌଣସି କିଛି ପତା ପାଇନଥିଲେ। ତେବେ ଗତକାଲି ଯେତେବେଳେ 4ରୁ 5ଟା ସମୟରେ ଯେତେବେଳେ ସ୍ଥାନୀୟ ଲୋକ ଯେତେବେଳେ ଛେଳି ଚରିବା ପାଇଁ ଯାଇଥିଲେ ପାଖାପାଖି ପାହାଡରୁ 4 କିଲୋମିଟର ଉପରକୁ ଯେତେବେଳେ ଛେଳି ଚରିବା ପାଇଁ ଯାଇଥିଲେ ସେଇ ଜାଗାରେ ସେ ଦୁର୍ଗନ୍ଧ ହେଉଥିବା ଗନ୍ଧ ସମିତି ପାଇଥିଲେ। ତେବେ ସେମାନେ ଯାଇ ସେଟା ଦେଖିଥିଲେ ଯେ ଦୁଇ ଜଣଙ୍କର ମୃତଦେହ ସେଠି ପଡିଛି ଏବଂ ତାଙ୍କ ପାଖରେ ଗୋଟେ ବୋତଲ ପଡିଛି ତା ସହିତ ଗୋଟେ ତାଟିଆ ପଡିଛି ଏବଂ ଗୋଟେ ସାର୍ଟ ପଡିଛି ଏବଂ ଯୋଉ ଦୁଇ ଜଣଙ୍କର ମୃତଦେହ ଗୋଟିଏ ଜାଗାରେ ହିଁ ପଡିଛି। ତେବେ ଯାହାକୁ ଦେଖି ସ୍ଥାନୀୟ ଲୋକେ ଭାବିଲେ କି ଯେ ଏକୁ ହତ୍ୟା କରାଯାଇ ଏ ଜାଗାରେ ଫିଙ୍ଗା ଯାଇଛି। ତେବେ ପାରିପାର୍ଶ୍ୱିକ ସ୍ଥିତିରେ କୌଣସି କଣ ପାଇଁ ସେ ଜାଗାରେ ଡେଡ୍ ବଡି ଆସିକି ପହଞ୍ଚିଲା। ତେବେ ପରିବାର ଲୋକଙ୍କ କହିବା କଥା ଯେ ଗତ ମଙ୍ଗଳବାର ପାଖରୁ ଯେତେବେଳେ ଏ ଘଟଣା ଘଟିଲାଣି ପୁଲିସ ପାଖରେ ମଧ୍ୟ କୌଣସି ଏତଲା ହେଇନାହିଁ। ତେବେ ଇଏ ନିଶ୍ଚିତ ଭାବେ ସନ୍ଦେହ ଉପୁଜୁଛି। ତେବେ ଯୋଉ ତାଙ୍କର ଖୁଣ୍ଟିଆ ମାଝୀ ଖୁଣ୍ଟିଆ ମାଝୀଙ୍କର ଯେ ଦ୍ୱିତୀୟ ପତ୍ନୀ ଯିଏ ଥିଲେ ପାର୍ବତୀ ମୁର୍ମୁ ତାଙ୍କ 2 ମାସ ତଳେ ବିବାହ କରିଥିଲେ। ବିବାହ କରିବା ପରେ ଯେହେତୁ ଆମର ଦ୍ୱିତୀୟ ବିବାହ କରିଥିଲେ 2 ମାସ ତଳେ ତାଙ୍କ ଏଇ ଯୋଉ ଘଟଣାକୁ ଲୋକମାନେ ସନ୍ଦେହ କରୁଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କ ଏଇ ଯୋଉ ଦୁଇଟି ଘଟଣା ଯେହେତୁ ତାଙ୍କୁ ବର୍ତ୍ତମାନ ଚିହ୍ନିବା ବି କଷ୍ଟ ହଉଛି କିନ୍ତୁ ତାଙ୍କ ଝିଅ ଯିଏ ପୂଜାରାଣୀ ମାଝୀ ଥିଲେ ତାଙ୍କ ଶବକୁ ଚିହ୍ନଟ କରିଛନ୍ତି କିନ୍ତୁ ବର୍ତ୍ତମାନ ସୁଦ୍ଧା ପୁଲିସ ପହଞ୍ଚି ନାହିଁ। ଯେହେତୁ ଔପଦା ଅଧୀନରେ ଯାଉଛି ଔପଦା ଥାନା ଅଧୀନରେ ଯାଉଛି ଔପଦା ପୁଲିସ ବର୍ତ୍ତମାନ ଘଟଣାସ୍ଥଳରେ ପହଞ୍ଚି ନାହିଁ। ଔପଦା ପୁଲିସ ଲୋକମାନେ ସ୍ଥାନୀୟ ଲୋକମାନେ ଖବର ଦେଇଛନ୍ତି। ଖବର ପରେ ଜଣା ପଡିବ ପୁଲିସ। ନିରଞ୍ଜନ ସେମିତି କୌଣସି ପାରିବାରିକ ଶତ୍ରୁତା ଥିଲା କି କାହା ସହିତ ସେମିତି ବିବାଦ ଥିଲା କି ପୂର୍ବରୁ ପରିବାର ଲୋକେ ବା ତାଙ୍କ ଝିଅ ଏ ବାବଦରେ କଣ କିଛି କହିଛନ୍ତି କି? ଦେଖନ୍ତୁ ଆମେ ତାଙ୍କ ଝିଅଙ୍କ ସହିତ ଯାହା କଥା ହଉଥିଲୁ ତାଙ୍କ ସମସ୍ତେ ତାଙ୍କ ପରିବାର ଲୋକ ତାଙ୍କ ଯୋଉମାନେ ଥିଲେ ଆମେ ତାଙ୍କ ସହିତ ବି ଆମେ ଯାହା ଆଲୋଚନା କରୁଥିଲୁ ଯେ ସେମାନେ ଗତ ମଙ୍ଗଳବାର ଠାରୁ ସେ ନିଖୋଜ ଥିଲେ। ତାଙ୍କର କୌଣସି ପାରିବାରିକ ଝଗଡା ନାହିଁ କିନ୍ତୁ ସ୍ଥାନୀୟ ଯୋଉ ଲୋକମାନେ ଅଛନ୍ତି ସେମାନେ ସନ୍ଦେହ କରୁଛନ୍ତି ଯେ କୌଣସି କିଛି ଘଟଣା ଘଟିଛି ଯାହାକୁ ନେଇକି ଏଭଳିଆ ଘଟଣା ଘଟିଲା କିମ୍ବା ତାକୁ କିଏ ଆଣିକି ହତ୍ୟା କରିକି ଫିଙ୍ଗା ଯାଇଥାଇପାରେ ବୋଲି ଅନୁମାନ କରାଯାଉଛି। ତେବେ ପୁଲିସ ତଦନ୍ତ କଲେ ଜଣା ପଡିବ କଣ ପାଇଁ ଏ ଘଟଣା ଘଟିଲା। पुलिस तदंत पर ही स्पष्टता आसीपर जे दंपति मृत्यु किभली भाव में है यार कारण कौन हत्या ना आउ किसी ए बाबद हुए तो पुलिस तदंत पर स्पष्टता आसीपर। बहुत बहुत धन्यवाद आपन समस्त सूचना निरंजन।